ଅନ୍ୟ ଏକ ତକ୍ଷଶିଳା। ଭାରତ ହେଉଛି ପୃଥିବୀର ସବୁଠୁ ଐଶ୍ୱର୍ଯ୍ୟମୟୀ, ସୌନ୍ଦର୍ଯ୍ୟମୟୀ ଓ ଗରିମାମୟୀ ଦେଶ। ସେଥିପାଇଁ କୁହାଯାଇଛି ସ୍ୱର୍ଣ୍ଣପ୍ରସୂ ଭାରତଭୂମି। ଭାରତ ଜ୍ଞାନର ଜନନୀ। ତକ୍ଷଶିଳା, ପୁଷ୍ପଗିରି, ନାଳନ୍ଦା, ବିକ୍ରମଶିଳା ଇତ୍ୟାଦି ଥିଲା ପ୍ରାଚୀନ ଭାରତରେ ଜ୍ଞାନ ବିତରଣର କେନ୍ଦ୍ରସ୍ଥଳୀ। ତକ୍ଷଶିଳା କେବଳ ଭାରତର ନୁହେଁ, ପୃଥିବୀର ସର୍ବପ୍ରାଚୀନ ବିଶ୍ୱବିଦ୍ୟାଳୟ ଥିଲା। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ପାଣିନିଙ୍କ ଅଷ୍ଟଧ୍ୟାୟୀ, ଚରକଙ୍କ ଚରକ ସଂହିତା, ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ଏ ସମସ୍ତ ସ୍ରଷ୍ଟା ଓ ସୃଷ୍ଟି ତକ୍ଷଶିଳାର ଫଳଶ୍ରୁତି। କୁହାଯାଏ, ମହାଗ୍ରନ୍ଥ ମହାଭାରତ ସେଠାରେ ହିଁ ସମ୍ପୂର୍ଣ୍ଣ ଆବୃତ୍ତି କରାଯାଇଥିଲା ଗୁରୁ ବ୍ୟାସଦେବଙ୍କର ଅନ୍ୟତମ ଶିଷ୍ୟ ବୈଶମ୍ପାୟନଙ୍କ ଦ୍ୱାରା। ଅର୍ଥାତ୍ ତକ୍ଷଶିଳାର ପ୍ରାଚୀନତା ମହାଭାରତ ଯୁଗର ପୂର୍ବବର୍ତ୍ତୀ। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଅନୁଜ ଭରତ ଓ ମାଣ୍ଡବୀଙ୍କ ପୁତ୍ର ତକ୍ଷ ରାଜୁତି କରୁଥିବା ଭୂଖଣ୍ଡର ନାମ ଥିଲା ତକ୍ଷଖଣ୍ଡ। ତକ୍ଷଖଣ୍ଡରୁ ତକ୍ଷଶିଳା ନାମିତ ହୋଇଛି ବୋଲି ବର୍ଣ୍ଣିତ ଅଛି। ରାମାୟଣର ଆଦର୍ଶ ଚରିତ୍ର ଭରତ ତକ୍ଷଶିଳା ଭଳି ଗୌରବାବହ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ବୋଲି କିଛି ଗବେଷକ ମତବ୍ୟକ୍ତ କରନ୍ତି। କାଳଖଣ୍ଡର ହିସାବ ଅନୁସାରେ ରାମାୟଣ ଯୁଗ ଓ ତକ୍ଷଶିଳା ବିଶ୍ୱବିଦ୍ୟାଳୟର କାର୍ଯ୍ୟକାଳ ମଧ୍ୟରେ ସାମ୍ୟ ପରିଲକ୍ଷିତ ହୁଏ। ଖ୍ରୀଷ୍ଟଜନ୍ମର 700 ବର୍ଷ ପୂର୍ବେ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା, ଯେଉଁଠି 10,000ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଓ 2,000ରୁ ଊର୍ଦ୍ଧ୍ୱ ଶିକ୍ଷକ ବା ଗୁରୁ ଥିଲେ। ଜ୍ଞାନ ଆହରଣ ହିଁ ସେଠାକାର ଶିକ୍ଷଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଠାରେ କୌଣସି ଶିକ୍ଷାଲାଭର ପ୍ରମାଣପତ୍ର ଦିଆଯାଉ ନଥିଲା। ବିଦ୍ୟା ଜୀବନାଭିମୁଖୀ ଥିଲା ଓ ତାହା ଉଚ୍ଚତର ବିଦ୍ୟାଧ୍ୟୟନ କେନ୍ଦ୍ର ଭାବରେ ପୃଥିବୀ ପ୍ରସିଦ୍ଧ ଥିଲା। ଚୀନ, ଗ୍ରୀସ୍, ଆରବ, ବାବିଲୋନିଆ ଆଦି ଦେଶରୁ ବିଦ୍ୟାର୍ଥୀମାନେ ଏଠାକୁ ଅଧ୍ୟୟନ ପାଇଁ ଆସୁଥିଲେ। ବେଦ, ବ୍ୟାକରଣ, ଦର୍ଶନ, ଆୟୁର୍ବେଦ, ଶଲ୍ୟଚିକିତ୍ସା, ରାଜନୀତି, ଅର୍ଥନୀତି, ବାଣିଜ୍ୟ, ନୃତ୍ୟ, ସଙ୍ଗୀତ, ଜ୍ୟୋତିଷ, ତର୍କ, ସାହିତ୍ୟ ଇତ୍ୟାଦି 64 ପ୍ରକାରର ବିଦ୍ୟା ଏଠାରେ ଅଧ୍ୟୟନ କରାଯାଉଥିଲା। ଏହି ମହିମାମଣ୍ଡିତ ବିଶ୍ୱବିଦ୍ୟାଳୟ ଯେମିତି ପ୍ରାଚୀନ ଭାରତରେ ଜ୍ଞାନାର୍ଜନର ପ୍ରମୁଖ ସ୍ଥଳ ଥିଲା, ସେମିତି ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ଭୋଗରାଇ ଶିକ୍ଷା ଆକାଶରେ ଏକ ଧ୍ରୁବତାରା ସଦୃଶ୍ୟ ଚିର ଜାଜ୍ୱଲ୍ୟମାନ। ଦ୍ୱାଦଶ ଶିବ ମନ୍ଦିର ଓ ବକୁଳବନ ବେଷ୍ଟିତ ଏହି ଶିକ୍ଷାୟତନଟି ଭୋଗରାଇ ଭଳି ପ୍ରାଚୀନ। ଦିନ ଥିଲା, ଜନମାନସରେ ଏହା ଥିଲା ଏକ ସାଧାରଣ ସଂସ୍କୃତ ଟୋଲ୍। ସଂସ୍କୃତ ଟୋଲ୍କୁ ସାଧାରଣ କହିବା ଦୋଷାବହ। ସଂସ୍କୃତ କେବଳ ଏକ ଭାଷା ନୁହେଁ, ଏହା ଭାରତର ପରିଚୟ। ସଂସ୍କୃତ ଅନୁଷ୍ଠାନଗୁଡ଼ିକ ହଜାର ହଜାର ବର୍ଷ ଧରି ଆମ ସଭ୍ୟତା ଓ ସଂସ୍କୃତିର ସଂରକ୍ଷଣ କରି ଆସିଛନ୍ତି। ଜୀବନ ଧାରଣର ପ୍ରତିଟି ବିଭାବକୁ ପୁଷ୍ଟ କରି ଆସିଛନ୍ତି। ଭୋଗରାଇ ସଂସ୍କୃତ ଟୋଲ୍ଟି ଯାହା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ପୁନଃ ପ୍ରତିଷ୍ଠିତ ହୋଇ ଏକ ସମ୍ଭ୍ରାନ୍ତ ଶିକ୍ଷାୟତନର କଳେବର ଧାରଣ କରିଥିଲା, ତାହା ତାଙ୍କର ଯୋଗ୍ୟତମ ଶିଷ୍ୟ ପଣ୍ଡିତ ପୁଣ୍ଡରୀକାକ୍ଷ ମିଶ୍ରଙ୍କ ହାତରେ ମହାବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ଏ ଦୀର୍ଘ ଯାତ୍ରାପଥ କେବେ ସୁଗମ ନଥିଲା। ଆଜି ସେହି ମହାବିଦ୍ୟାଳୟକୁ 50 ବର୍ଷ ପୂରିଛି, ଆଉ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ ହୋଇଛି। ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ଏକ ମନମୁଗ୍ଧକର ପରିବେଶରେ ମାନବ ଚେତନାର ବିକାଶର ଏକ ଶୁଭ୍ର ରୂପକାର ଭାବରେ ଦଣ୍ଡାୟମାନ। ଏକଦା ଏଠାରେ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭର ବ୍ୟବସ୍ଥା ଥିଲା। ସମଗ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ୍ରହୀ ଛାତ୍ରଛାତ୍ରୀ ଏଠାକୁ ସଂସ୍କୃତ ଅଧ୍ୟୟନ ନିମନ୍ତେ ଆସୁଥିଲେ। ଏଠାକାର ପ୍ରାଜ୍ଞ ପ୍ରାଧ୍ୟାପକମାନେ କେବଳ ଭୋଗରାଇ ନୁହେଁ, ସମଗ୍ର ଓଡ଼ିଶାକୁ ଆଲୋକିତ କରିଛନ୍ତି ସେମାନଙ୍କ ସ୍ୱାଧ୍ୟାୟ ତପଶ୍ଚର୍ଯ୍ୟା ବଳରେ। ସେମାନେ ହେଲେ ପ୍ରାତଃସ୍ମରଣୀୟ ସ୍ୱର୍ଗତ ପଞ୍ଚାନନ ମିଶ୍ର, ସ୍ୱର୍ଗତ ପୁଣ୍ଡରୀକାକ୍ଷ ମିଶ୍ର, ସ୍ୱର୍ଗତ ପଦ୍ମନାଭ ପାଣିଗ୍ରାହୀ, ସ୍ୱର୍ଗତ ଭାସ୍କର ଚନ୍ଦ୍ର ଦାସ, ସ୍ୱର୍ଗତ ହୃଷିକେଶ ମିଶ୍ର, ସ୍ୱର୍ଗତ ଅନିଲ କୁମାର ଦାସ, ସ୍ୱର୍ଗତ ଡକ୍ଟର ଗୌରାଙ୍ଗ ଚରଣ ଦାସ, ଶ୍ରୀଯୁକ୍ତ ଷଷ୍ଠୀଚରଣ ନନ୍ଦ, ସ୍ୱର୍ଗତ ରାମେଶ୍ୱର ମହାପାତ୍ର, ଡକ୍ଟର ଜୟଶ୍ରୀ କବି ଶତପଥୀ, ଶ୍ରୀଯୁକ୍ତ ଘନଶ୍ୟାମ ଜେନା, ଶ୍ରୀଯୁକ୍ତ ସୁବ୍ରତ କୁମାର ପ୍ରଧାନ, ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେଜ, ଶ୍ରୀଯୁକ୍ତ ହେମନ୍ତ କୁମାର ଭଞ୍ଜ ଇତ୍ୟାଦି। ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ସତୀଶ ଚନ୍ଦ୍ର ପଣ୍ଡା ମଧ୍ୟ ଯୋଗ୍ୟତମ ଗୁରୁମାନଙ୍କର ଯୋଗ୍ୟତମ ଶିଷ୍ୟ ରୂପେ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ପିଲାଦିନରୁ ଶୁଣି ଆସିଛି, ଶିକ୍ଷାୟତନଗୁଡ଼ିକ ହେଉଛି ମଣିଷ ତିଆରି କାରଖାନା। ହେଲେ ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟରେ ଏହି ଉତ୍ତରଦାୟିତ୍ୱ କେମିତି ସୁଚାରୁ ରୂପେ ସମ୍ପନ୍ନ ହେଉଛି, ତାହା ଦେଖୁଥିବା ଲୋକମାନେ ହିଁ ଜାଣିଛନ୍ତି। ଏକ ମାର୍ଜିତ, ରୁଚିପୂର୍ଣ୍ଣ, ସଂସ୍କୃତିସମ୍ପନ୍ନ ଉତ୍ତର ଦାୟାଦ ତିଆରି କରିବାରେ ଏ ଅନୁଷ୍ଠାନ ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖି ଆସିଛି। ଏଠାକାର ଅଧ୍ୟାପକମାନେ ଗୁରୁ ଶିଷ୍ୟ ପରମ୍ପରାର ଏକ ଅନୁପମ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି। ଏଠାରେ ବଡ଼ ଗ୍ରନ୍ଥାଗାର ନାହିଁ, ଛାତ୍ରୀନିବାସ ନାହିଁ, ବହୁତଳ ପ୍ରାସାଦ ନାହିଁ, ମାତ୍ର ଆଚରଣ ସିଦ୍ଧ, ଅଧ୍ୟୟନ ମନସ୍କ ଓ ଜ୍ଞାନଗରିଷ୍ଠ ଗୁରୁଜୀମାନେ। ଏହା ହିଁ
ଧାରାବାହିକ ଭାବେ ଏ ଅନୁଷ୍ଠାନର ସମ୍ପଦ ହୋଇ ରହିଆସିଛି। ଏଠାକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉଚ୍ଚମାନର ଓ ପରିବେଷଣ ଶୈଳୀ ମଧ୍ୟ ଅନୁରୂପ ଭାବେ ଶାସ୍ତ୍ରୀୟ। ନାଟ୍ୟକାର ବିଜୟ ମିଶ୍ରଙ୍କ ରଚିତ ପ୍ରସିଦ୍ଧ ନାଟକ ତଟ ନିରଞ୍ଜନାର ନାଟ୍ୟାଭିନୟ ଦେଖିବାର ସୁଯୋଗ ମୁଁ ଏଠାରେ ପାଇଥିଲି। ଅନୁଭବ କରିଛି ସବୁ ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ନିରଞ୍ଜନା। ଏଠାରେ ଷଷ୍ଠ ଶ୍ରେଣୀରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଅଛି। ଏ ଅନୁଷ୍ଠାନରେ ପ୍ରବେଶ କରୁଥିବା ଅଜ୍ଞ ଓ ଅର୍ବାଚୀନ ଛାତ୍ରଛାତ୍ରୀ ଏଠାରେ 3 ବର୍ଷ, 5 ବର୍ଷ, 8 ବର୍ଷ ବା 10 ବର୍ଷ ଅଧ୍ୟୟନାନ୍ତେ ଗୋଟିଏ ଗୋଟିଏ ସୁବର୍ଣ୍ଣ ପିତୁଳା ହୋଇ ବାହାରି ଆସନ୍ତି। ସେମାନେ ସମାଜରେ, କର୍ମରେ, ବିଦ୍ବତ୍ତା ଓ ବ୍ୟବହାରରେ ଶାଳୀନତା ପ୍ରଦର୍ଶନ କରିଆସୁଛନ୍ତି। ଆଜି ଯେତେବେଳେ ମାନବ ସଭ୍ୟତା ଓ ସଂସ୍କୃତି ଅବକ୍ଷୟମୁଖୀ, ସେତେବେଳେ ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ଭଳି ଅନୁଷ୍ଠାନଗୁଡ଼ିକ କିଛି ଆଶା ଓ ସମ୍ଭାବନାର ଆଲୋକ ଦେଖାଇଥାନ୍ତି। ଅଗ୍ରଗତି ମାନବ ଚେତନାର ଭାଗ୍ୟଲିପି। ଅପଶକ୍ତି ସେ ଅଗ୍ରଗତିରେ ବାଧକ ହୋଇପାରେ, ମାତ୍ର କୌଣସି ଅପଶକ୍ତି ଅପ୍ରତିରୋଧ୍ୟ ନୁହେଁ। ଶିକ୍ଷା ଓ ସ୍ୱାଧ୍ୟାୟ ମଣିଷ ଭିତରେ ସେହି ସାମର୍ଥ୍ୟ ସୃଷ୍ଟି କରେ, ଯାହା ସକଳ ଅପଶକ୍ତି ଉପରେ ବିଜୟ ଲାଭ କରିପାରେ। ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଧନ୍ୟ। ଏଠାକାର ବାତାବରଣରେ ଯେଉଁ ପବିତ୍ରତା ଅଛି, ତାହା ଅନ୍ୟତ୍ର ବିରଳ। ଅନେକ ପଥ ଅତିକ୍ରାନ୍ତ ହୋଇଛି, ବାକି ଅଛି ଅନେକ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଗକୁ ବଢ଼ିବାର ଶକ୍ତି ବହୁଗୁଣିତ ହେଉ। ଗୋଟିଏ ଛାତ୍ରୀନିବାସ ହେଉ, ଗୋଟିଏ ବଡ଼ ଗ୍ରନ୍ଥାଗାର ହେଉ, ସ୍ନାତକୋତ୍ତର ଅଧ୍ୟୟନର ବ୍ୟବସ୍ଥା ହେଉ, ମହାବିଦ୍ୟାଳୟର ନିଜସ୍ୱ ୱେବସାଇଟ୍ ତିଆରି ହେଉ, ପ୍ରାଚୀନ ସଂସ୍କୃତ ଗ୍ରନ୍ଥସମୂହ ଡିଜିଟାଲ ରୂପରେ ସଂଗୃହୀତ ହେଉ, ସଂସ୍କୃତ ଓ ସଂସ୍କୃତିର ଗବେଷଣାର ବ୍ୟବସ୍ଥା ହେଉ, ଏହାକୁ ଏକ ମାନିତ ବିଶ୍ୱବିଦ୍ୟାଳୟ କରାଇବାର ପ୍ରଚେଷ୍ଟା ହେଉ, ସରକାରଙ୍କ ଦ୍ୱାରା ଅନୁମୋଦିତ ସ୍ୱଳ୍ପକାଳୀନ ସ୍ୱଳ୍ପ ଦେୟଯୁକ୍ତ ସଂସ୍କୃତ ଶିକ୍ଷା ସାର୍ଟିଫିକେଟ୍ କୋର୍ସ ପ୍ରଚଳନ କରାଯାଉ, ଯାହା ବୟସ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ଶ୍ରୀ ଶ୍ୟାମସୁନ୍ଦର ନବଘନ କାଳିଆ ସାଆନ୍ତ, ଦେବଦେବ ଦ୍ୱାଦଶ ମହାଦେବ ଓ ମା ବାସୁଳୀଙ୍କ ପାଖରେ ପ୍ରାର୍ଥନା, ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ତାର ଅତୀତ ଗୌରବକୁ ବଜାୟ ରଖି ଓଡ଼ିଶାରେ ସଂସ୍କୃତ ଶିକ୍ଷାର ଅନ୍ୟତମ କେନ୍ଦ୍ରସ୍ଥଳୀ ଭାବରେ ଉଭା ହେଉ